सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडलीय सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ ପ୍ରେମ ଜୟଜୀ। ଆଜି ଆମେ ଆଲୋଚନା କରିବା ଯେ ଜୀବନ ଶକ୍ତି, ବଳଶାଳୀ, ନିରୋଗ ଓ ରୋଗ ନ ହେବାର ନିୟମ ବିଷୟରେ। ଜୀବନ ଶକ୍ତି କିଭଳି ଭାବରେ ବଳଶାଳୀ ହେବ ବା ନିରୋଗ ହେବ ଏବଂ ରୋଗ ନ ହେବ, ଆମେ ସେହି ବିଷୟରେ ଆଲୋଚନା କରିବା। ଭୋକ ନଥିଲେ କେବେ ହେଲେ ଭୋଜନ କରିବା ଉଚିତ ନୁହେଁ ଏବଂ ସେହିଦିନ ଏକାଦଶୀ ପାଳନ କରିବା ଉଚିତ। ଭୋକ ଲାଗୁଥିଲେ ଭୋଜନ ନ କରିବା ମଧ୍ୟ ଠିକ୍ ନୁହେଁ ଓ ଭୋକ ଥାଇ ନ ଖାଇଲେ ବୃଦ୍ଧାବସ୍ଥା ଶୀଘ୍ର ଆସେ ଏବଂ ଶୀଘ୍ର ମଧ୍ୟ ମୃତ୍ୟୁବରଣ କରିବାକୁ ପଡ଼େ। ଭୋଜନରୁ ରକ୍ତ ପ୍ରସ୍ତୁତ ହୁଏ ନାହିଁ, ତେଣୁ ଲୋଭରେ ଅଧିକ ଖାଇବା ଅନୁଚିତ। କାରଣ ଅଳ୍ପ ଖାଇବା ଲୋକ ଅଧିକ ଖାଉଥିବା ଲୋକଙ୍କ ଠାରୁ ଶକ୍ତିଶାଳୀ ହେବାର ଦେଖାଯାଏ। ଆମ ଜୀବ ଯାହା ଆବଶ୍ୟକ କରୁଛି ତାହା ଭୋଜନ କରିବା ଉଚିତ। ଡାକ୍ତରଙ୍କ ଉପଦେଶରେ ଅରୁଚିକର ଖାଦ୍ୟ ଖାଇଲେ ଆୟୁ ଓ ଆରୋଗ୍ୟ କ୍ଷୀଣ ହୁଏ। ଅର୍ଥ ଓ ପ୍ରତିଷ୍ଠା ଲୋଭରେ ଅତି ଅଧିକ ପରିଶ୍ରମ କରିବା ଅନୁଚିତ। ଭିକ୍ଷା କରି, ପ୍ରବଞ୍ଚନା କରି ବା ଠକି, ଚୋରି କରି, ଲାଞ୍ଚ ନେଇ ଓ ବିନା ପଇସାରେ ଖାଦ୍ୟ ଗ୍ରହଣ କରିବା ଅନୁଚିତ। ମୁନି ସମାଜ ଗ୍ରନ୍ଥ ପାଠ କରି ମନରେ ଦୃଢ଼ ଭାବନା କରନ୍ତୁ ଯେ ରୋଗ, ବନ୍ଧନ ଓ ଦୁଃଖ ସୃଷ୍ଟି ହୋଇନାହିଁ। ଏହା ନଥିଲେ ମଧ୍ୟ ଭ୍ରମ ଏବଂ ଅଜ୍ଞାନ ପାଇଁ ଲୋକମାନେ ଏହାର ଅସ୍ତିତ୍ୱକୁ ମାନି ରୋଗୀ, ବୃଦ୍ଧ ଓ ଦୁଃଖୀ ଭାବି କ୍ରନ୍ଦନ କରୁଛନ୍ତି। ରାତିରେ ଲୋଭରେ ଅଧିକ ପରିଶ୍ରମ କରି ଠିକ୍ ସମୟରେ ନ ଶୋଇବା ଠିକ୍ ନୁହେଁ। ସାରା ସଂସାର ଆତ୍ମା ବା ନିଜ ଦ୍ୱାରା ସୃଷ୍ଟି। ଆମ ପାଖରେ ଯାହା ଧନ ଅଛି ଯଥେଷ୍ଟ ଅଛି। ଏଣେ ତେଣେ ଦୌଡ଼ିବା ଦରକାର ନାହିଁ। ଆମର ଇଚ୍ଛା ଦ୍ୱାରା ତାହା ନିଶ୍ଚୟ ଭାବେ ପୂରଣ ହେବ। ରାତିରେ ଭଲରେ ଶୋଇ ଦିନରେ ପ୍ରସନ୍ନ ରହିବା ଉଚିତ। ପରିଶ୍ରମ କରିବା, ଯୋଗ ବ୍ୟାୟାମ କରିବା, ବୁଲିବା, ଖେଳିବା, ଦୌଡ଼ିବା ଓ ଉତ୍ତମ କାର୍ଯ୍ୟ କରିବା ଆଉ ବନ୍ଧୁବାନ୍ଧବଙ୍କ ସହିତ କଥାବାର୍ତ୍ତା କରିବା ଆବଶ୍ୟକ, କିନ୍ତୁ ଆସକ୍ତି ସହିତ ଉତ୍ତମ କାର୍ଯ୍ୟ ମଧ୍ୟ କରିବା ଉଚିତ ନୁହେଁ। ଧନ ସମ୍ପଦ ଆମ ପାଇଁ, ଆମେ ଧନ ପାଇଁ ନୁହେଁ। ଆପଣମାନେ ଯାହାକୁ ରୋଗ ଭାବୁଛନ୍ତି ତାହା ରୋଗ ବା ଦୁଃଖ ନୁହେଁ। ଭୟଭୀତ ହୋଇ ଔଷଧ ଖାଇବା ଦ୍ୱାରା
ଆପଣ ନିଜେ ନିଜର ମୂଳୋତ୍ପାଟନ କରୁଛନ୍ତି। ରୋଗ ହେବା ଖରାପ ନୁହେଁ। ଯୋଗ ସାଧନ ଦ୍ୱାରା ଅସୁନ୍ଦର ଜୀବାଣୁମାନଙ୍କ ସ୍ଥାନରେ ସୁନ୍ଦର ଅଣୁ ପୂରଣ ହୋଇ ଯୋଗୀ ସୁନ୍ଦର ଦେଖାଯାଏ। ରୋଗ ସୁସ୍ଥ ଶରୀରରେ ହେବା ଉଚିତ। ରୋଗକୁ ରୋଗ ଭାବି ଭୟ ନ କରି ଏହା ଶରୀରର ସଫାଇ କାର୍ଯ୍ୟ ବୋଲି ଭାବନ୍ତୁ। ତାହେଲେ ଏଇ ନିୟମ ଗୁଡ଼ିକ ମାନିଲେ ଆପଣ ନିରୋଗ ରହିପାରିବେ। ଯଦି କିଛି ଅବୁଝା ରହୁଛି ତାହେଲେ ମୋ ସହିତ ଯୋଗାଯୋଗ କରନ୍ତୁ। ମୋ ଫୋନ୍ ନମ୍ବର ହେଉଛି 986166626447। ଆଉ ଯଦି ଏହି ଅଧ୍ୟାୟରେ ଆପଣଙ୍କର ହୃଦବୋଧ ହେଉଛି ତାହେଲେ ସବସ୍କ୍ରାଇବ୍ ନ କରିଥିଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ମୁଁ ଏତିକି କହି ମୋର ବକ୍ତବ୍ୟକୁ ଶେଷ କରୁଅଛି। ସମସ୍ତଙ୍କୁ ମୋର ସତ୍ ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।